ସାର୍ ପ୍ରଣାମ, ଜୟ ଜଗନ୍ନାଥ ସାର୍। ସାର୍ ଆଜି ଆପଣ ସିଦ୍ଧଗିରି ଆଶ୍ରମ ଆସିଛନ୍ତି, ବିଶ୍ୱନାଥ ବାବାଙ୍କର ଆଶ୍ରମ, ଏ ଚାରିଆଡ଼େ ବି ବିଖ୍ୟାତ ଅଛି। ଆଜି ଆପଣଙ୍କର ବି ଏଠି ପାଦ ପଡ଼ିଛି। ମୁଁ ଆପଣଙ୍କୁ ଅନୁରୋଧ କରିଛି, ଆପଣ ଆଶ୍ରମକୁ ଆସିଛନ୍ତି, ଆପଣଙ୍କ ଜୀବନ ମାନେ ଧାରାରେ ଆମେ ବି କିଛି ଶୁଣିଛୁ। ଆଉ ଶରତଙ୍କର ଯିଏକି ଜଣେ ପ୍ରତିଷ୍ଠିତ ବ୍ୟକ୍ତି, ସମସ୍ତ ସ୍ୱନାମଧନ୍ୟ ବ୍ୟକ୍ତି ଜଣେ, ତାଙ୍କର ପୁଅ ଆପଣ। ଆଉ ଆଜି ବି ଆପଣଙ୍କ ଜୀବନରେ ମଧ୍ୟ ବହୁତ କିଛି ଭଲ କାମ କରୁଛନ୍ତି ଆମେ ଶୁଣିଛୁ। ଆଉ ଆଜି ବି କିଛି ଭଲ କାମ ସମାଜ ସେବା ମାଧ୍ୟମରେ ନିଜର ଜାରି ରଖିବାକୁ ଚେଷ୍ଟା କରୁଛନ୍ତି। ଆଜି ମୁଁ ଆପଣଙ୍କ ମୁହଁରୁ ମଧ୍ୟ ଆମ ଦର୍ଶକମାନଙ୍କ ପାଖରେ ଶୁଣିବାକୁ ଚାହୁଁଛି। ମୋ ପାଦ ରଖି କିଛି ଏଠି କାହାର ଉପଯୋଗୀ ହେଲା ମୁଁ ନିଜେ ଅନୁଭବ କଲି ଯେ ଏଇଟା କେତେ ଗୋଟେ ପୁଣ୍ୟସ୍ଥଳ। ତାଙ୍କ ପ୍ରଣାମ କରିବି ସନ୍ଥ ମାଣିବନ୍ଧୁ ଦାସ ଏବଂ ବାବା ବିଶ୍ୱନାଥ ଦାସ ଜୀ ମୋତେ ଡାକିଲେ। ଏଠି ସାହିତ୍ୟ ସଭା ହେଲା, ଯଜ୍ଞ କାର୍ଯ୍ୟଠାରୁ ଆରମ୍ଭ ହେବ, ବିଶ୍ୱ ଶାନ୍ତି ଯଜ୍ଞ। ଆପଣ ଦେଖୁଛନ୍ତି ବିଶ୍ୱରେ କେତେ ହିଂସା ବିଧାନ ଚାଲିଛି, ଯୁଦ୍ଧ ଚାରିଆଡ଼େ ଚାଲିଛି। ବିଶ୍ୱ ଶାନ୍ତି ଯଜ୍ଞ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନ ହେଲେ ସେଇଟା ସବୁଠୁ ବେଶୀ ଆନନ୍ଦିତ କରିବ ସମାଜସେବୀ ବିଷୟରେ ଆପଣ କହିଲେ। ସମାଜସେବା ଆମେ ପିଲାବେଳୁ କରିଆସୁଛୁ, କିନ୍ତୁ ଗୋଟେ ଆନୁଷ୍ଠାନିକ ଭାବରେ ଶରତଙ୍କର ନିମଙ୍କର ଫାଉଣ୍ଡେସନ ଏବେ ଆରମ୍ଭ କରୁଛୁ 3 ବର୍ଷ। ବାପା ଚାଲି ଯାଇଥିଲେ, ଏବେ ମା ବି ଚାଲିଗଲେ। ସେମାନଙ୍କ ପ୍ରେରଣା ନେଇକିରି ଗରିବ ଦୁଃଖୀ ଲୋକଙ୍କୁ କିଛି ସାହାଯ୍ୟ କରିବା ଚେଷ୍ଟାରେ ବାହାରିଛୁ। କୃଷକମାନଙ୍କ ସହିତ କାମ କରୁଛୁ, ଛୋଟ ଛୋଟ ପିଲାମାନଙ୍କୁ ପ୍ରୋତ୍ସାହିତ କରୁଛୁ, ସେମାନେ ପାଠ ପଢ଼ି ଭଲ ମଣିଷ ହୁଅନ୍ତୁ, ସଂସ୍କାର ଯେମିତି ଶିଖନ୍ତୁ। ଆମେ ୱେଷ୍ଟର୍ଣ୍ଣ କଲଚରକୁ ଆଡପ୍ଟ କରିବାର କିଛି ଅସୁବିଧା ନାହିଁ, କିନ୍ତୁ ତା ସହିତ ଆମର ଯେଉଁ ଭାରତୀୟତା, ଯେଉଁ ଏ ଦେଶର ଯେଉଁ ମହାନ ସଂସ୍କାର, ତାକୁ ବି ସାଙ୍ଗରେ ନେଇକି ଚାଲିବାକୁ ପଡ଼ିବ। ଗୋଟେକୁ ପଛରେ ଛାଡ଼ିଦେଇ ଆଉ ଗୋଟେ ଆଗକୁ ପଳେଇଲେ ସମାଜରେ ବିଭ୍ରାନ୍ତି ହେବ। ତେଣୁକରି ଏଠି ଆସି ମୁଁ ଭାରି ଧନ୍ୟ ମନେ କରୁଛି ନିଜକୁ। ଆଉ ବାବା ମୋତେ ଦେଲେ ଗୋଟେ ସୁଯୋଗ। ଆଉ ଦର୍ଶକମାନଙ୍କୁ କହିବି ଯେ ଆପଣ ମଡର୍ଣ୍ଣ ଟେକ୍ନୋଲୋଜି, ମଡର୍ଣ୍ଣ ଏଜୁକେସନ୍ ସହିତ ଆମର ଯେଉଁ ଆଧ୍ୟାତ୍ମିକ କଲଚର ଅଛି, ଯେଉଁ କଥା କହିଛନ୍ତି, ତାକୁ ବି ଟିକେ ମନ ଧ୍ୟାନ ଦେଇକି ପଢ଼ନ୍ତୁ, ଜାଣନ୍ତୁ, ସେଇଟା ନିଶ୍ଚୟ ଉପଯୋଗୀ ହେବ। ନିଶ୍ଚିତ ଭାବେ ସାର୍ ଆପଣଙ୍କର ସେବା ଆଉ ଆପଣଙ୍କର ଯେଉଁଟାକି ଆପଣଙ୍କ ବାପାଙ୍କ ଠାରୁ ଆପଣଙ୍କ ପରିବାର ବ୍ୟାକଗ୍ରାଉଣ୍ଡ ଆଉ ଟୋଟାଲ ମାନେ ସମାଜର ସମସ୍ତ ଲୋକଙ୍କୁ ଅନୁପ୍ରାଣିତ କରିଛି। ଆଉ ସେ ସେବା ଜାରି ରହୁ, ଆପଣଙ୍କ ଜୀବନ ଆହୁରି ମାନେ ଭବିଷ୍ୟତ ଉଜ୍ଜଳମୟ ହଉ, ଲୋକଙ୍କର ସେବା କରି ଆପଣ ନିଜେ ପହଞ୍ଚି ଯାଆନ୍ତୁ। ଆଉ ଆପଣ ଆହୁରି ଭବିଷ୍ୟତରେ ଆଶା ରଖିଛନ୍ତି ଲୋକଙ୍କ ସେବା ଜାରି ରଖିବା ପାଇଁ। ଆପଣଙ୍କର କ'ଣ ଅଛି, ଇଚ୍ଛା ଅଛି, ଦର୍ଶକମାନଙ୍କୁ? ବହୁତ କଳ୍ପନା ଜଳ୍ପନା ଚାଲିଛି, ରାଜନୀତି ବିଷୟରେ କଥା ଚାଲିଛି, ଯେହେତୁ ମୁଁ ଜଣେ ରାଜନୀତିଜ୍ଞଙ୍କ ପୁଅ। ମୋର ଇଚ୍ଛା ହେଉଛି ଲୋକଙ୍କ ପାଇଁ କାମ କରିବା, କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର। ମୋର ଇଚ୍ଛା ସବୁ ଅଛି ସରକାରଙ୍କ ସହିତ ହାତ ମିଶାଇକି, କି ସରକାର ଚାହୁଁଛନ୍ତି ତାଠୁ ଅଧିକା ଆମେ କିଛି କରିପାରିବା, ତେବେ 1ରେ 1 ମିଶିଲେ 2 ହେବ। ସରକାର ବହୁତ ଚେଷ୍ଟା କରୁଛନ୍ତି, ତାଙ୍କ ସହିତ ହାତ ମିଳାଇ କି ସେମାନେ ଯେଉଁ କାମ କରୁଛନ୍ତି ତା ଦେହରେ ଆମେ କିଛି ଏକ୍ସଟ୍ରା କଣ୍ଟ୍ରିବ୍ୟୁଟ୍ କରିକି ଯଦି ସମାଜର କଲ୍ୟାଣ ହେଇପାରିବ, ଯଦି ଦରିଦ୍ର ଲୋକମାନଙ୍କର ସାହାଯ୍ୟ ହେଇପାରିବ, ସେଇ କାମରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛି। ରାଜନୀତିରେ କ'ଣ ହେବ ନ ହେବ ସେଇଟା ମୁଁ କହିପାରିବିନି। ଯଦି ସୁଯୋଗ ମିଳିବ ସେଥିରୁ ବି ମୁଁ ପଛଘୁଞ୍ଚା କେବେ ଦେବିନି। କିନ୍ତୁ ମୋର ପ୍ରାଇମେରୀ ପର୍ପସ୍ ଥିଲା ଓଡ଼ିଶାରେ ଯେଉଁମାନେ ଅବହେଳିତ, କି ଯେଉଁମାନଙ୍କର ମାନେ କିଛି ଭଲ ହେଇନି, ତାଙ୍କ ପାଖରେ ଠିଆ ହେଇକି ତାଙ୍କୁ ସହଯୋଗ କରିବା। ସାର୍ ଆପଣଙ୍କର ସେବା ଜାରି ରହୁ, କାରଣ ଆପଣ ସରଳ ହୃଦୟବାନ ଲୋକ, ମୁଁ ଯେତିକି ଅନୁଭବ କରୁଛି। ଆଉ ସାରା ସମାଜରେ ବି ଓଡ଼ିଶାରେ ଆପଣଙ୍କ ନାଁ ଶୁଣୁଛି, ଶରତକରଙ୍କ ନାଁ, ଆପଣ ତାଙ୍କ ପୁଅ ଶୁଭଙ୍କର ଯିଏକି ଜଣେ ମହନୀୟ ବ୍ୟକ୍ତି ହିସାବରେ ସାରା ସମାଜରେ ପରିଚିତ। ସେହି ସେବା ଆପଣଙ୍କୁ ଆହୁରି ଉପରକୁ ଉଠେଇବ। ଆଉ ରାଜନୀତି ଜୀବନ ଆରମ୍ଭ କଲେ ମଧ୍ୟ ସେହି ଦୁଃଖୀ ରଙ୍ଗରେ ହଜିଯାଆନ୍ତୁ, କାରଣ ସେବା ହେଉଛି ରାଜନୀତି ଅଲଗା, ସେବା ବି ଅଲଗା ରହିଯାଏ। କିନ୍ତୁ ତାଙ୍କର ଭିତରେ ବସିଲେ ଆପଣଙ୍କ ଅଞ୍ଚଳ, ଆପଣଙ୍କର ସମସ୍ତଙ୍କ ବ୍ୟକ୍ତି ପାଖରେ ଯାହାକୁ ବେଶୀ ପରିଚିତ, ତାଙ୍କଠାରୁ ନେଇ ସେହି ସେବାକୁ ଅଗ୍ରାଧିକାର ଦେଇ ଆପଣଙ୍କ ଜୀବନ ଆଉ ସାରା ଲାଇଫ୍ ଆପଣ ସେଥିରେ ବାର୍ତ୍ତା ସାର୍ ଦର୍ଶକମାନଙ୍କ ଭିତରେ ଯେଉଁମାନେ ଯୁବକ ଯୁବତୀ, ସେମାନଙ୍କୁ କହିବି ଯେ ଏଇ ଆଗାମୀ ଦିନ ଆପଣଙ୍କର, ଆପଣ ହେଉଛନ୍ତି ଆମର ଭବିଷ୍ୟତ। ତେଣୁକରି ସବୁବେଳେ ଭଲ କାମ କରିବା, ଭଲ ମଣିଷ ହେବା, ସମାଜ ପାଇଁ ଉପଯୋଗୀ ହେବା। ସରକାର ଓ ସମାଜ ଆମକୁ ବହୁତ ଦେଇଛନ୍ତି, ଆମେ ସମାଜକୁ କ'ଣ ଦେଇପାରିବା, ସେଇ ମନୋଭାବନା ରଖି ଯଦି ଆମର ଯୁବକ ଯୁବତୀମାନେ କାମ କରିବେ, ଓଡ଼ିଶା ଦେଶର ନମ୍ବର 1 ରାଜ୍ୟ ହେବ। ଓଡ଼ିଶା ବହୁତ ଆଗେଇ ଗଲାଣି, ବହୁତ ଡେଭଲପମେଣ୍ଟ ହେଇଛି, କିନ୍ତୁ ପ୍ରତ୍ୟେକଟି ଓଡ଼ିଆ ନାଗରିକ
जदि समाज सेवा कि परोपकार काम निजे नियोजित करते ताहले आमे देशर नंबर 1 स्टेट होगा कौन से डाउट नहीं बहुत सुंदर सर उनका ना आज जो युवा पीढ़ी से होचनी हमर मुख्य समाज रो वास्तव और सीमन से ठीक है गेले समाज को सीमा बांटे बहुत सुंदर सर आपनकर कथा आपनकर हृदय रे कथा जेटा कि आपण आज शेयर करले से अनेक अनेक धन्यवाद जय जगन्नाथ।